ବହୁତ ଦିନ ପୂର୍ବର କଥା। ଗୋଟିଏ ଜଙ୍ଗଲରେ ଶିଆଳଟିଏ ରହୁଥିଲା। ସିଏ ବହୁତ ଚାଲାକ ଓ ଅହଙ୍କାରୀ ଥିଲା। ଜଙ୍ଗଲର ସମସ୍ତ ଜୀବଜନ୍ତୁ ଜାଣିଛନ୍ତି କି ଶିଆଳଟି ବହୁତ ଚାଲାକ ବୋଲି। ସେଥିପାଇଁ ଶିଆଳଟି ସମସ୍ତଙ୍କୁ ବୋକା ବନାଇ ମଜା ନିଏ। ଗୋଟିଏ ଦିନ ଶିଆଳଟି ଜଙ୍ଗଲରେ ଯାଉଥିବା ବେଳେ ଭାବୁଥିଲା, ବହୁତ ଦିନ ହେବ କାହାକୁ ବୋକା ବନେଇନି। ଆଜି ଯାହା ସହିତ ଆଗ ଦେଖା ହେବ ତାକୁ ମୁଁ ନିଶ୍ଚିତ ବୋକା ବନେଇବି। ଏଇ କଥା ଭାବି ଭାବି ଶିଆଳଟି ଜଙ୍ଗଲ ଭିତର ଦେଇ ଯାଉଥାଏ। ଯାଉଥିବା ବେଳେ ହଠାତ୍ ତାର ନାକକୁ କଞ୍ଚା ମାଂସର ବାସ୍ନା ଆସିଲା। ଆରେ ବାପ ରେ ବାପ, କେତେ ସୁନ୍ଦର ବାସ୍ନା ମାଡ଼ି ଆସୁଛି। ମୋତେ ଲାଗୁଛି ଏଇଟା ବୋଧେ ଗୋଟିଏ ତାଜା କୁକୁଡ଼ାର ମାଂସ ହୋଇଥିବ ନିଶ୍ଚୟ। ଯାଉଛି ଆଉ ଟିକେ ଆଗକୁ ଯାଇ ଦେଖିବି ବାସ୍ନାଟା କୋଉଠୁ ଆସୁଛି। ଶିଆଳଟି ଏହା ଭାବି ଭାବି ଆଗକୁ ଯାଉଥିବା ବେଳେ ଦେଖିଲା ଗୋଟିଏ କୁକୁରଟିଏ ପାଟିରେ ଗୋଟେ କୁକୁଡ଼ାକୁ ଧରି ଆସୁଛି। ଆରେ ଇଏ ତ କୁକୁରଟିଏ ଗୋଟେ କୁକୁଡ଼ାକୁ ପାଟିରେ ଧରି ଆସୁଛି। ଯେମିତି ବି ହଉ ସେ କୁକୁରକୁ ବୋକା ବନେଇ ତାଠାରୁ ଏଇ କୁକୁଡ଼ାଟିକୁ ନିଶ୍ଚିତ ନେବି। ଶିଆଳଟି କୁକୁର ଆଗରେ କ'ଣ ଗୋଟେ ମିଛ କଥା କହିବ ବୋଲି ଭାବିଲା। ଆରେ ଓ କୁକୁର ଭାଇ, ଏମିତି ହଲିଝୁଲି କୁଆଡ଼େ ଯାଉଛ ମ? କୁକୁରଟି ତା ପାଟିରୁ କୁକୁଡ଼ାଟିକୁ କାଢ଼ି ତଳେ ଥୋଇ କହିଲା, ଆରେ ଶିଆଳ ଭାଇ, ମୁଁ ମୋ ପିଲାଙ୍କ ପାଇଁ ଖାଇବା ନେଇକି ଯାଉଛି। ଆଜି ଗୋଟିଏ କୁକୁଡ଼ାଟିକୁ ନେଇ ଯାଉଛି। ଆରେ ଆରେ, ଏ କି କଥା? ତୁମେ କ'ଣ ଏପର୍ଯ୍ୟନ୍ତ ଜାଣିନ କ'ଣ ହୋଇଛି ବୋଲି? କ'ଣ ହୋଇଛି? କାଇଁ ମୁଁ ତ କିଛି ଜାଣିନି। ଓହୋ, ବୁଝିଗଲି। ତାହେଲେ ତୁମେ କିଛି ଜାଣିନ? ଶୀଘ୍ର ଶୀଘ୍ର ଯାଇକି ଦେଖ, ତୁମର ସେପଟେ ତୁମର ଗୋଟିଏ ପିଲା ମରିକି ପଡ଼ିଛି। ନା ନା, ଏମିତି ହୋଇପାରିବନି। ମୁଁ ଏବେ ଘର ଆଡ଼ୁ ଆସିଲି। ସେମିତି ତ କିଛି ମୁଁ ଦେଖିଲିନି। ମୋ ପିଲାମାନେ ତ ଖେଳୁଥିଲେ। ତୁମେ ଯଦି ମୋ କଥାକୁ ବିଶ୍ୱାସ କରୁନ, ତାହେଲେ ନିଜେ ଯାଇକି ଦେଖ। ମୁଁ ଟିକେ ଆଗରୁ ଦେଖିକି ଆସିଲି ପରା। ହଉ ଛାଡ଼, ତୁମର ଯିଏ ମଲେ ଆମର କ'ଣ ଅଛି? ମୁଁ କହିବା କଥା କହିଦେଲି। ଶିଆଳ ମୁହଁରୁ ଏମିତି କଥା ଶୁଣି କୁକୁର ସେ କୁକୁଡ଼ାଟିକୁ ସେଇଠି ରଖିଦେଇ ତାର ଘର ଆଡ଼କୁ ଦୌଡ଼ି ଚାଲିଲା। ଆଉ ସେ ଚାଲାକ ଶିଆଳ ସେ କୁକୁଡ଼ାଟିକୁ ଏକା ଏକା ଖାଇବାରେ ଲାଗିଲା। ଆହା, ପେଟଟା ଏକାଥରେ ଭର୍ତ୍ତି ହୋଇଗଲା। ହଉ, ଏବେ ଘରକୁ ଯାଇ ଟିକେ ଶୋଇପଡ଼ିବି। ଏମିତି କହି ଶିଆଳଟି ତା ଘର ଆଡ଼କୁ ଚାଲିଲା। କୁକୁରଟି ତାର ଘରକୁ ଯାଇ ଦେଖିଲା ତା ପିଲାମାନେ ଘର ଆଗରେ ଖେଳୁଛନ୍ତି। ଆରେ ଏଇ ତ ମୋ ପିଲାମାନେ ତ ଏଇଠାରେ ଆରାମରେ ଖେଳୁଛନ୍ତି। ତାହେଲେ ସେ ଶିଆଳ ମୋତେ ମିଛ କଥା କାହିଁକି କହିଲା? ହେଲେ କ'ଣ ପାଇଁ ସେ ମୋତେ ମିଛ କହିଲା? ଆରେ, ମୁଁ ତ ମୋ କୁକୁଡ଼ାଟିକୁ ସେଇଠି ଥୋଇ ଦେଇ ଆସିଲି। ଓହୋ, ଏବେ ବୁଝିଲି ଯେ ସେ ଶିଆଳ ମୋ କୁକୁଡ଼ାଟିକୁ ଖାଇବ ବୋଲି ମୋତେ ମିଛ କଥା କହିଲା। ହେଲେ ମୋତେ ତାକୁ ଯେମିତି ବି ହେଲେ ଗୋଟିଏ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ଏମିତି କେତେ ଦିନ ପରେ ସେଇ ଚାଲାକ ଶିଆଳଟି ଜଙ୍ଗଲ ମଧ୍ୟ ଦେଇ ଯାଉଥାଏ। ଯାଇ ଗୋଟିଏ ନଦୀ କୂଳରେ ଆସି ପହଞ୍ଚିଲା। ହଠାତ୍ ଶିଆଳଟି ଦେଖିଲା ନଦୀ କୂଳରେ କିଛି କୁମ୍ଭୀର ଛୁଆମାନେ ଶୋଇଛନ୍ତି। କୁମ୍ଭୀର ଛୁଆଗୁଡ଼ିକୁ ଦେଖି ଶିଆଳଟିର ଲୋଭ ଆସିଗଲା। ଏଇ କୁମ୍ଭୀର ଛୁଆଗୁଡ଼ାକୁ ଖାଇଲେ ଭାରି ଭଲ ହୁଅନ୍ତା। ଦେଖିବା ସେ କୁମ୍ଭୀରକୁ ବୋକା ବନେଇ ତା ଛୁଆଗୁଡ଼ିକୁ ଖାଇ ହେଉଛି କି ନାହିଁ। ଏହା ଭାବି ଶିଆଳଟି କୁମ୍ଭୀର ପାଖକୁ ଗଲା ଆଉ କୁମ୍ଭୀର ସାଙ୍ଗରେ ଭାବ ଲଗେଇବାରେ ଲାଗିଲା। ଆରେ କୁମ୍ଭୀର ଭାଇ, କେମିତି ଅଛ ତୁମେ? କ'ଣ କହିବି ଆଉ ଶିଆଳ ଭାଇ, ଏଇ ପିଲାମାନଙ୍କୁ ଆଣି ଏଇ ନଦୀ କୂଳରେ ଖାଇବା ଖୋଜିବା ପାଇଁ ଆସିଥିଲି। ତାଙ୍କ ପାଖରେ ତ ରହିବା ପାଇଁ ପଡ଼ିବ ନା, ନହେଲେ କାଳେ ତାଙ୍କୁ କିଏ ଖାଇଦେବ। ସେଇ ଭୟରେ ଏଠି ରହିବାକୁ ପଡ଼ୁଛି। ଅଯଥାରେ ତୁମେ ଚିନ୍ତା କରୁଛ। ମୁଁ ଥାଉ
ତୁମର କ'ଣ ପାଇଁ ଏତେ ଚିନ୍ତା ଯେ? ଅଯଥାଟାରେ ତୁମେ ଏତେ ଚିନ୍ତା ନ କରି ତୁମେ ଯାଅ ଖାଇବା ଯୋଗାଡ଼ କରି ଆଣ। ସେ ପର୍ଯ୍ୟନ୍ତ ମୁଁ ଏଠାରେ ଅଛି। ଦେଖିବା କିଏ ତୁମ ପିଲାମାନଙ୍କୁ ଖାଇବାକୁ ଆସିବ। ବୋକା କୁମ୍ଭୀରଟି ସେ ଦୁଷ୍ଟ ଶିଆଳର ଚାଲାକି କଥାକୁ ବୁଝିପାରିଲା ନାହିଁ। ସେ ସରଳ ମନରେ କହିଲା, ବହୁତ ଭଲ କଥାଟିଏ କହିଲ ଶିଆଳ ଭାଇ। ତାହେଲେ କିଛି ସମୟ ପାଇଁ ଆମ ପିଲାଙ୍କ ପାଖରେ ତୁମେ ଥାଅ। ମୁଁ ଏବେ ଯାଉଛି ପିଲାଙ୍କ ପାଇଁ କିଛି ଖାଦ୍ୟ ଆଣି ଜଲ୍ଦି ଫେରିଆସିବି। ଆଚ୍ଛା ଠିକ୍ ଅଛି, ତୁମେ ନିଶ୍ଚିନ୍ତରେ ଯାଅ। ତୁମେ ଫେରିକି ନ ଆସିବା ପର୍ଯ୍ୟନ୍ତ ମୁଁ ତୁମର ପିଲାଙ୍କ ପାଖରେ ହିଁ ଅଛି। କୁମ୍ଭୀରଟି ଶିଆଳକୁ ବିଶ୍ୱାସ କରି ସେଠାରୁ ଚାଲିଗଲା। କୁମ୍ଭୀରଟି ଯାଉ ଯାଉ ଶିଆଳଟି ଗୋଟିଏ ଗୋଟିଏ କରି ଛୁଆ କୁମ୍ଭୀରମାନଙ୍କୁ ଖାଇବାକୁ ଲାଗିଲା। ଦୂରରେ ଗଛ ବୁଦା ମୂଳରେ କୁକୁରଟି ଲୁଚି ଶିଆଳର ଏହି କାଣ୍ଡ କାରଖାନାକୁ ସବୁ ଦେଖୁଥିଲା। ଗୋଟିଏ ଗୋଟିଏ କରି ଆଜି ପେଟ ଭର୍ତ୍ତି କରି ଖାଇବି। ଏମିତି କହି ଦେଖୁ ଦେଖୁ ଚାରିଟା ଯାକ ପିଲାଙ୍କୁ ଖାଇଦେଇ ହାଡ଼ଗୁଡ଼ିକୁ ସେଇ ମାଟି ଉପରେ ପକେଇଦେଲା। ହା 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 ହା। ଏଇ ଛୁଆ କୁମ୍ଭୀରମାନଙ୍କୁ ଖାଇକି ବହୁତ ମଜା ଆସିଗଲା। କୁମ୍ଭୀରଟି ଏଠାକୁ ଆସିବା ପୂର୍ବରୁ ଏଠାରୁ ଚାଲିଯିବାଟା ଠିକ୍ ହେବ। ଏମିତି କହି ଶିଆଳଟି ସେଠାରୁ ଚାଲିଗଲା। କିଛି ସମୟ ପରେ କୁମ୍ଭୀରଟି ଫେରିଆସି ଦେଖିଲା ତା ଛୁଆମାନଙ୍କର ହାଡ଼ଗୁଡ଼ିକ ସେଠାରେ ପଡ଼ିଛି, ଆଉ ଶିଆଳଟି ସେଠାରେ ନାହିଁ। ଆରେ ଇଏ କ'ଣ ହେଲା? ମୋ ଛୁଆମାନେ ସବୁ କୁଆଡ଼େ ଗଲେ? ଶିଆଳଟି କାହିଁ ଆଖପାଖରେ ତ ଦେଖାଯାଉନି, ଆଉ ପୁଣି ଏଠାରେ ହାଡ଼ଗୁଡ଼ିକ ବି ପଡ଼ିଛି। ଆରେ ଓ ଭାଇ କୁମ୍ଭୀର, ତୁମେ ସେ ଭଣ୍ଡ ଶିଆଳକୁ ବିଶ୍ୱାସ କରି ତା ପାଖରେ ଛୁଆମାନଙ୍କୁ ଛାଡ଼ି ଯାଇଥିଲ। ହେଲେ ସେ ଦୁଷ୍ଟ ଶିଆଳ ଗୋଟି ଗୋଟି କରି ସବୁ ଛୁଆମାନଙ୍କୁ ଖାଇ ଦେଇଛି। କ'ଣ କହୁଛ ତୁମେ? ସେ ବଦମାସ ଶିଆଳ ମୋ ଛୁଆମାନଙ୍କୁ ଖାଇ ଦେଇଛି? ହଁ ହଁ, ସିଏ ତୁମକୁ ବୋକା ବନେଇ ଦେଇଛି। ସେ ତୁମ ଛୁଆମାନଙ୍କୁ ଆରାମରେ ସବୁ ଖାଇ ଦେଇଛି। ଆରେ ଏ ବଦମାସ ଶିଆଳ, ସୁଯୋଗ ଯଦି ପାଇବି ତୋ କଥା ମୁଁ ନିଶ୍ଚିତ ବୁଝିଦେବି। ହଁ ଭାଇ, ସେ ବଦମାସ ଶିଆଳ ବି ମୋର ଖାଦ୍ୟକୁ ବି ଚାଲାକିରେ ଛଡ଼େଇକି ଖାଇ ଦେଇଥିଲା। ତାକୁ ପାନେ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ଶିଆଳଟି ଏମିତି ଭାବରେ ଜଙ୍ଗଲର ସବୁ ଜୀବଜନ୍ତୁଙ୍କୁ ବୋକା ବନେଇ ତାଙ୍କର ଖାଦ୍ୟକୁ ଆରାମରେ ଖାଇଦିଏ। ଶିଆଳର ଏହି କାର୍ଯ୍ୟକଳାପରେ ଜଙ୍ଗଲର ସବୁ ଜୀବଜନ୍ତୁମାନେ ବି ଅତିଷ୍ଠ ହୋଇପଡ଼ିଲେଣି। ତାପରେ ଗୋଟିଏ ଦିନ ଶିଆଳଟି ବାଘର ଗୁମ୍ଫା ଦେଇ ଯାଉଥିଲା। ତାପରେ ସିଏ ଦେଖିଲା ବାଘର ଦୁଇଟି ଛୁଆ ଘର ସାମ୍ନାରେ ଖେଳୁଛନ୍ତି। ତାପରେ ଶିଆଳଟି ମନେ ମନେ ଉପାୟ ଚିନ୍ତା କଲା, କାରଣ ତାର ଏବେ ବାଘର ଛୁଆକୁ ଖାଇବାକୁ ଭାରି ମନ ହୋଇଛି। ସେ ଏପଟ ସେପଟକୁ ଆଗ ଅନେଇଲା, ଦେଖିଲା। ତାପରେ ଛୁପି ଛୁପି ଧୀରେ ଧୀରେ ସେ ବାଘ ଛୁଆଙ୍କ ପାଖକୁ ଗଲା। ଆରେ ଓ ଛୁଆମାନେ, ତୁମେ ଦି ଜଣ କ'ଣ ଖେଳ ଖେଳୁଛ? ଆଉ ତୁମ ମା କୁଆଡ଼େ ଯାଇଛି? ଆରେ ଶିଆଳ ମାମୁଁ, ଆମେ ଏଠି ଦୁଇ ଜଣ ଯାକ ଖେଳୁଛୁ। ଆଉ ଆମ ମା ଶିକାର କରିବାକୁ ବାହାରି ଯାଇଛି। ଆରେ ବା, ଭଲ କଥା ତ। ତାହେଲେ ତୁମମାନଙ୍କ ସହିତ ମୁଁ ବି ଖେଳିବି। ଆମେ ଗୋଟିଏ ମଜାର ଖେଳ ଖେଳିବା। ସେଇଟା କୋଉ ଖେଳ ମାମୁଁ? ଆମକୁ କୁହ, ଆମେ ଖେଳିବୁ। ହଁ ଶୁଣ, ତାହେଲେ ମୁଁ ଆଖି ବନ୍ଦ କରିବି, ତୁମେ ଲୁଚିବ। ମୁଁ ଯାହାକୁ ଆଗ ଦେଖିବି ସିଏ ଚୋର ହେବ। ଆରେ ବା, ଇଏ ତ ବହୁତ ବଢ଼ିଆ ମଜା ଆସିବ। ତାହେଲେ ତୁମେ ଆଖି ବନ୍ଦ କର, ଆମେ ଲୁଚିବୁ। ହଉ ଠିକ୍ ଅଛି, ମୁଁ ଆଖି ବନ୍ଦ କଲି, ତୁମେ ଶୀଘ୍ର ଶୀଘ୍ର ଲୁଚି ପଡ଼। ଶିଆଳ ଚାଲାକି କରି ଆଖିକୁ ଖୋଲି ଦେଖୁଥାଏ ବାଘର ଛୁଆମାନେ କୋଉଠି ଲୁଚୁଛନ୍ତି ବୋଲି। ଆରେ ଆରେ, ମଜା ହେବ। ଏବେ ଗୋଟିଏ ଗୋଟିଏ କରି ଖାଇବି ଏମାନଙ୍କୁ। ଆରେ ପିଲାମାନେ, ମୁଁ ଏବେ ଖୋଜିବାକୁ ଯାଉଛି। ଶିଆଳଟି ଲୁଚି ଲୁଚି ଗଛ ବୁଦା ପାଖରେ ଲୁଚିଥିବା ବାଘ ପିଲା ପାଖକୁ ଗଲା। ଆରେ ଏଇ ତ ମିଳିଗଲା, ଆଜି ତାକୁ ଗିଳିକି ଖାଇଦେବି। ତାପରେ ଶିଆଳଟି ବାଘର ଗୋଟେ ଛୁଆକୁ ଖାଇଦେଲା। ଆହା ହା ହା ହା, କି ସୁନ୍ଦର ଲାଗିଲା।
ଗୋଟାକୁ ତ ଖାଇଲି, ଯାଉଛି ଆରଟାକୁ ବି ଖାଇଦେବି। ଶିଆଳଟି ଗୁମ୍ଫା ଆଗକୁ ଆସି ଆର ଛୁଆଟାକୁ ଡାକିବାକୁ ଲାଗିଲା। ଆରେ ମୁଁ ତ ତତେ ଦେଖିଦେଇଛି, ତୁ ଶୀଘ୍ର ଶୀଘ୍ର ବାହାରିକି ଆସେ। ଶିଆଳର କଥା ଶୁଣି ବାଘ ଛୁଆଟି ଗୁମ୍ଫା ଭିତରୁ ବାହାରି ଆସିଲା। ଆଉ ଶିଆଳର ମୁହଁରେ ରକ୍ତ ଦେଖି ଭୟରେ କହିଲା, ଇଏ କ'ଣ ମାମୁଁ, ତୁମ ମୁହଁରେ ରକ୍ତ ଲାଗିଛି? କୋଉଠୁ ଆସିଲା ଏ ରକ୍ତ? ତୁମେ ତ କହିଲ ସେ ପିଲାଟା ଧରା ପଡ଼ିଛି ବୋଲି, ହେଲେ ସିଏ କାହିଁ? କୁଆଡ଼େ ଗଲା? ଦେଖାଯାଉନି ତ। ସେ ଛୋଟୁ ଏବେ ମୋ ପେଟରେ, ଆଉ ତତେ ବି ସେଠାକୁ ଯିବାକୁ ହେବ। ଶିଆଳଟି ବାଘର ଆର ଛୁଆଟିକୁ ବି ଖାଇବାକୁ ଆରମ୍ଭ କଲା। ଖାଇବାକୁ ଆରମ୍ଭ କରୁ କରୁ ସେଠାରେ ତାର ମା ବାଘ ଆସି ପହଞ୍ଚିଗଲା। ଆରେ ଏ କ'ଣ ଶିଆଳ, ତୁ ମୋ ଛୁଆକୁ ଖାଉଛୁ? ରହ ରହ, ତତେ ଏବେ ହିଁ ମୁଁ ମାରି ଖାଇ ଦଉଛି। ଆରେ ଆରେ, ଏ ବାଘ କୋଉଠି ଥିଲା ଲୋ ମା? ତାକୁ ଏଇନେ ଆସିବାର ଥିଲା। ମୋର ତ ଆଉ ନିସ୍ତାର ନାହିଁ। ଜୀବନ ବଞ୍ଚେଇବାକୁ ହେଲେ ଏଠାରୁ ଯେତେ ଶୀଘ୍ର ପାରିବି ସେତେ ଶୀଘ୍ର ପଳେଇ ଯିବାକୁ ପଡ଼ିବ। ଶିଆଳ ବାଘର ଭୟରେ ସେଠାରୁ ଯିବାକୁ ବାହାରିଲା। ଶିଆଳଟି ଦୌଡ଼ିଥିବା ବେଳେ ବାଘ ବି ଶିଆଳର ପଛେ ପଛେ ଦୌଡ଼ିବାକୁ ଲାଗିଲା। କିଛି ବାଟ ଯିବା ପରେ ଶିଆଳଟି ଗୋଟିଏ ଗଛର ପଛପଟେ ଲୁଚି ପଡ଼ିଲା। ଆଉ କୁକୁରଟି ଶିଆଳ ଲୁଚିବାର ଦେଖିଦେଲା। ବାଘଟି ଗଛ ପାଖକୁ ଆସି ଏପଟ ସେପଟକୁ ଖୋଜିବାକୁ ଲାଗିଲା। କୁକୁରଟି ବାଘକୁ ଶିଆଳ ଲୁଚିଥିବା ଜାଗା ଦେଖେଇଦେଲା। ଓ ବାଘ ମଉସା, ଶିଆଳଟି ଏଇ ଗଛର ପଛପଟେ ଲୁଚିଛି। ଶିଆଳ ଏହା ଶୁଣି ଦୌଡ଼ିବାକୁ ଲାଗିଲା। ଆଉ ବାଘଟି ତା ପଛେ ପଛେ ବି ଦୌଡ଼ିଲା। ଦୌଡ଼ି ଦୌଡ଼ି ଶିଆଳଟି ନଦୀ ପାଖକୁ ଚାଲି ଆସିଲା। ଆଉ ପଛପଟୁ ବି ବାଘ ଆସୁଛି। ଆରେ ବାପ ରେ ବାପ, ବଞ୍ଚିବାକୁ ହେଲେ ଏ ନଦୀ ଭିତରେ ପଶିଯିବାକୁ ପଡ଼ିବ। ଶିଆଳଟି ଜୀବନ ବିକଳରେ ନଦୀ ଭିତରକୁ ପଶିଗଲା। କୁମ୍ଭୀର ଶିଆଳକୁ ଦେଖି ତା ପାଖକୁ ମାଡ଼ି ଆସିଲା। ଆରେ ବଦମାସ ଶିଆଳ, ଆଜି ତତେ ଦଉଛି। ଏହା କହି କୁମ୍ଭୀରଟି ଶିଆଳ ପାଖକୁ ଆସି ତାକୁ କାମୁଡ଼ି ଧରିଲା। ଶିଆଳଟି ଛଟପଟ ହେବାକୁ ଲାଗିଲା। ଓହୋ, ଛାଡ଼ିଦେ ମତେ, ଛାଡ଼ିଦେ ମତେ। ମୁଁ ଆଉ ତୋର କେବେ ବି ହେଲେ କ୍ଷତି କରିବିନି। ଛାଡ଼ିଦେ ମତେ। ଶିଆଳର କଥାକୁ କୁମ୍ଭୀର ଜମା ବି ହେଲେ ଶୁଣିଲା ନାହିଁ। ଆଉ ତାକୁ ଛାଡ଼ିଲା ବି ନାହିଁ। ଆରେ ବାପ ରେ ବାପ, ନଦୀରେ କୁମ୍ଭୀର ଆଉ ଉପରେ ବାଘ, କୁଆଡ଼େ ଯିବି ମୁଁ ଏବେ? ଶିଆଳଟି ଛାଟିପିଟି ହୋଇ ଉପରକୁ ଉଠି ଆସିଲା। ହେଲେ ବାଘ ତାକୁ ମାରିଦେଲା। ଭଲ ହେଇଛି, ପାପି ଶିଆଳ, ତୁ ଠିକ୍ ସଜା ପାଇଛୁ।